ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା କେବେ ପାଳନ କରାଯାଇଥାଏ। ବୈଶାଖ ମାସର ଶୁକ୍ଳ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଓଡ଼ିଶାର କୃଷକମାନେ ଏହି ଦିନ ବଡ଼ ଶୁଦ୍ଧି ଓ ସିଦ୍ଧିର ସହ ପୂଜାର୍ଚ୍ଚନା କରି କୃଷି କାର୍ଯ୍ୟ ଆରମ୍ଭ କରନ୍ତି। ଅକ୍ଷୟ ତୃତୀୟାକୁ ଶୁଭ ଦିନ ଭାବେ ବିବେଚନା କରାଯାଏ। ଏହି ଦିନ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପରି ଶୁଭ କାର୍ଯ୍ୟ ମଧ୍ୟ କରାଯାଏ। ଅକ୍ଷିମୁଠି କ'ଣ? ଆସନ୍ତୁ ଜାଣିବା ତା ବିଷୟରେ। ମାନ୍ୟତା ରହିଛି ଯେ କୃଷକ ଏହି ଦିନ ଅମୃତ ବେଳାରେ ଅକ୍ଷିମୁଠି ବା ଅକ୍ଷୟ ମୁଠି ଅନୁକୂଳ କରି କୃଷି କାର୍ଯ୍ୟର ଶୁଭାରମ୍ଭ କରିଥାଏ। ଚାଷୀ ନିଜ ସ୍ତ୍ରୀ ଠାରୁ ହଳଦୀ, ଚନ୍ଦନ, ସିନ୍ଦୁର ବୋଳା ଧାନ ବିହନ ପୂର୍ଣ୍ଣ ନୂଆ ଗଉଣୀକୁ ଶଙ୍ଖ ହୁଳହୁଳି ମାଧ୍ୟମରେ ମୁଣ୍ଡରେ ଥୋଇ ଏବଂ ଅନ୍ୟ ଏକ ନୂତନ ଟୋକେଇରେ ପିଠା ନେଇ ହଳ ଲଙ୍ଗଳ ଧରି କ୍ଷେତକୁ ଯାଏ। ସେଠାରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ଭୋଗ ଦେଇ ଉକ୍ତ ନୈବେଦ୍ୟ କିଆରୀର ଇଶାଣ କୋଣରେ ପୋତି ହଳ ବୁଲାଏ ଓ ମୁଠା ମୁଠା ବିହନ କିଆରୀରେ ବୁଣେ। ଏହାକୁ ଅକ୍ଷିମୁଠି କହନ୍ତି। ଆସନ୍ତୁ ଜାଣିବା ଅକ୍ଷୟ ତୃତୀୟା ଦିନ କ'ଣ କରିବା ଶୁଭ ହୋଇଥାଏ ଓ କ'ଣ କରିବା ଅଶୁଭ ହୋଇଥାଏ। ଅକ୍ଷୟ ତୃତୀୟା ଦିନ ସୁନା, ଝାଡ଼ୁ, ରୂପା ଆଦି କିଣିବା ଶୁଭ ହୋଇଥାଏ। ଏହି ଦିନ ଗୃହ ନିର୍ମାଣ, ନିର୍ବନ୍ଧ, ବିବାହ ଉତ୍ସବ, ଉପନୟନ ଭଳି କାର୍ଯ୍ୟ କରିବା ବହୁତ ଶୁଭ ହୋଇଥାଏ। ଏହି ଦିନ ସୋରିଷ ତେଲ, କଳା କପଡ଼ା, କୋଇଲା ଆଦି କିଣିବା ଉଚିତ ନୁହେଁ। ଏପରିକି ଲୁହା ଓ ପ୍ଲାଷ୍ଟିକ୍ ସାମଗ୍ରୀ ମଧ୍ୟ ଘରକୁ ଆଣିବା ଉଚିତ ନୁହେଁ। ଅକ୍ଷୟ ତୃତୀୟା ଦିନ କାହାକୁ ଟଙ୍କା ଉଧାର ଦିଅନ୍ତୁ ନାହିଁ। ଖାଦ୍ୟ ସାମଗ୍ରୀ ନଷ୍ଟ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ଜୀବନରେ ଆର୍ଥିକ ସମସ୍ୟା ବୃଦ୍ଧି ପାଇଥାଏ। ଅକ୍ଷୟ ତୃତୀୟା ଦିନ ମଦ୍ୟପାନ, ଜୁଆ ଖେଳିବା ପରି କାର୍ଯ୍ୟ କରନ୍ତୁ ନାହିଁ, ଯାହାଫଳରେ ଜୀବନରେ ସୁଖ ସମୃଦ୍ଧି କମିଯାଇଥାଏ। ଜୟ ଜଗନ୍ନାଥ।